ସାଧାରଣତଃ ସାପ ଗୋଟିଏ ଏପରି ଜୀବ ଯାହାକୁ ପ୍ରାୟ ଲୋକେ ଡରିଥାନ୍ତି। ବିଭିନ୍ନ ଜାଗାରୁ ଏହି ଜୀବକୁ ଦେଖିବାକୁ ମିଳେ, ଯେପରି ଘରୁ, ଘର ବାଡ଼ିରୁ, ଜଙ୍ଗଲରୁ, ରାସ୍ତାରୁ, ଏପରି ଅନେକ ଜାଗାରୁ, ଯେଉଁଥିପାଇଁ ଲୋକଙ୍କୁ ଡର ଲାଗିଥାଏ। ଫଳରେ ଲୋକେ ଏହି ଜୀବକୁ ଘଉଡ଼େଇବା ବଦଳରେ ମାରି ଦେଇଥାନ୍ତି। କିନ୍ତୁ ସେମାନଙ୍କୁ ବଞ୍ଚାଇବା ପାଇଁ କିମ୍ବା ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ରହିଥାନ୍ତି। ସେହିଭଳି ନିକଟ ଅତୀତରେ କିଛି ଏପରି ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ସାପର ମୁହଁରେ ପ୍ରାୟ 25 ମିନିଟ୍ ସିପିଆର ଦେଇ ସାପଟିକୁ ପୁନଃଜୀବିତ କରୁଛନ୍ତି। ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟ ଭଲସାଡ ଜିଲ୍ଲାର ନାନାପୋନ୍ଧା ଅଞ୍ଚଳର ଆମ୍ଧା ଗାଁରେ। ଏକ ଢାମଣା ସାପ ଭୁଲ ବଶତଃ ଏକ ଜୀବନ୍ତ ବିଦ୍ୟୁତ ତାରକୁ ଛୁଇଁ ଦେଇଥିଲା। ଫଳରେ ଏକ ଶକ୍ତିଶାଳୀ ବିଦ୍ୟୁତ ଆଘାତ ପାଇବା ପରେ ସାପଟି ପ୍ରାୟ 15 ଫୁଟ ତଳେ ପଡ଼ିଗଲା ଏବଂ ନିଶ୍ୱାସ ବନ୍ଦ କରିଦେଲା। ପରିସ୍ଥିତିର ଜରୁରୀତାକୁ ବୁଝି ୱାଇଲ୍ଡ ରେସ୍କ୍ୟୁ ଟ୍ରଷ୍ଟର ସାହସୀ ସଦସ୍ୟ ମୁକେଶ ଭାୟାଦ ଆଉ ବିଳମ୍ବ ନ କରି ସାପର ଜୀବନ ବଞ୍ଚାଇବାକୁ ନିଷ୍ପତ୍ତି ନେଲେ। ସେ ମଣିଷ ପରି ମୁହଁରୁ ମୁହଁ ସିପିଆର ଆରମ୍ଭ କଲେ। ଦୀର୍ଘ 25 ମିନିଟ୍ର ନିରନ୍ତର ଏବଂ ଅକ୍ଲାନ୍ତ ପ୍ରୟାସ ପରେ ଉଦ୍ଧାରକାରୀ ସଫଳତାର ସହ ଢାମଣା ସାପକୁ ପୁନଃଜୀବିତ କଲେ। ଏହାପରେ ସାପଟି ଗତି କରିବା ଆରମ୍ଭ କଲା ଏବଂ ତାର ନିଶ୍ୱାସ ପ୍ରଶ୍ୱାସ ପୁଣି ଆରମ୍ଭ ହେଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଉଦ୍ଧାରକାରୀମାନେ ଅଣବିଷାକ୍ତ ଢାମଣା ସାପଟିକୁ ସୁରକ୍ଷିତ ଭାବରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏହି ସାହସିକ କାର୍ଯ୍ୟ ଏବଂ ଦୂରଦୃଷ୍ଟି ଏକ ବନ୍ୟପ୍ରାଣୀର ଜୀବନ ରକ୍ଷା କରିଥିଲା। ଏଠାରେ ପ୍ରାଣୀମାନଙ୍କ ପ୍ରତି ମାନବିକତା ଏବଂ କରୁଣାର ଏକ ଉଲ୍ଲେଖନୀୟ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି।